ବର୍ତ୍ତମାନର ବଡ଼ ଖବର ସରକାର କଲେ ବଡ଼ ଘୋଷଣା ସର୍ବନିମ୍ନ ଭତ୍ତା ମିଳିବ 3000 ଟଙ୍କା। ଦର୍ଶକ ବନ୍ଧୁ ଯଦି ଆପଣ ଜଣେ ଭତ୍ତାଧିକାରୀ ହେଇଥିବେ ଆପଣଙ୍କୁ 1000 ଟଙ୍କା ମିଳୁଥିବ ବର୍ତ୍ତମାନ ମିଳିବାକୁ ଯାଉଛି 3000 ଟଙ୍କା। ଏନେଇ ସରକାରଙ୍କ ତରଫରୁ ଆସୁଛି ବଡ଼ ସୂଚନା। ଏହି ଭିଡ଼ିଓରେ ଯାକି ଆମେ ଜାଣିବା। ଦର୍ଶକ ବନ୍ଧୁ ଏକଥା ଜାଣିଥିବେ 80 ବର୍ଷରୁ ଉର୍ଦ୍ଧ୍ୱ ଭତ୍ତାଧିକାରୀଙ୍କୁ ଯାକି 3500 ଟଙ୍କା ଭତ୍ତା ପ୍ରଦାନ କରାଯାଉଛି। ହେଲେ ବାକି ଥିବା ହିତାଧିକାରୀଙ୍କୁ 1000 ଟଙ୍କା ମିଳୁଥିବା ବେଳେ କିନ୍ତୁ ଏବେ ପାଇବେ ସେମାନେ 3000 ଟଙ୍କା ଭତ୍ତା। ତେବେ କେବେଠାରୁ ମିଳିବ କ'ଣ ରହିଛି ଅପଡେଟ୍ ଜାଣିବା ତା ପୂର୍ବରୁ ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଦର୍ଶକ ବନ୍ଧୁ ଯେମିତିକି ଆପଣମାନେ ଜାଣିଥିବେ ନିର୍ବାଚନ ପୂର୍ବରୁ ସରକାର ଘୋଷଣା କରିଥିଲେ ସବୁ ଭତ୍ତାଧିକାରୀଙ୍କୁ 3000 ଟଙ୍କା ମିଳିବ ଭତ୍ତା। ହେଲେ ଭତ୍ତା ନିୟମ ଏବେ ଖୁବ୍ ଶୀଘ୍ର ଲାଗୁ ହେବାକୁ ଯାଉଛି ଯାହାକି ଯେଉଁ ହିତାଧିକାରୀ ସର୍ବନିମ୍ନ 1000 ଟଙ୍କା ଭତ୍ତା ପାଉଛନ୍ତି ଏବେ ସେମାନେ ପାଇବେ ଯାହାକି 3000 ଟଙ୍କା ଭତ୍ତା। ମଧୁବାବୁ ପେନସନ ଯୋଜନାରେ ହେଉ କିମ୍ବା ବିକଳାଙ୍ଗ ଭତ୍ତା ହେଉ ଏମିତିକି ବିଧବା ଭତ୍ତା ହେଉ ସେମାନଙ୍କୁ ଏବେ ସର୍ବନିମ୍ନ ମିଳିବାକୁ ଯାଉଛି 3000 ଟଙ୍କା ଭତ୍ତା। ତେବେ ସୂଚନା ମୁତାବକ ଆସନ୍ତା ମାସଠାରୁ ଏହା ମିଳିବ ବୋଲି ସୂଚନା ରହିଛି। ହେଲେ ସରକାର ବିଧିବଦ୍ଧ ଭାବେ ଘୋଷଣା କରିବାକୁ ଯାଉଛନ୍ତି ଏହାକୁ। ଆପଣମାନେ ଜାଣିଥିବେ ଏହି କଥା ଯେଉଁମାନେ 80 ବର୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ ଅଛନ୍ତି ସେମାନଙ୍କୁ 3500 ଟଙ୍କା ମିଳୁଛି ଭତ୍ତା। ତା ଛଡ଼ା ଯେଉଁମାନେ 80 ବର୍ଷରୁ ଅଧିକ ବିକଳାଙ୍ଗ ସେମାନଙ୍କୁ ମଧ୍ୟ 3500 ଟଙ୍କା ଭତ୍ତା ମିଳୁଛି। ହେଲେ ବାକି ଥିବା ଭତ୍ତାଧିକାରୀଙ୍କୁ 1000 ଟଙ୍କା ମିଳୁଛି ସର୍ବନିମ୍ନ ଭତ୍ତା କିନ୍ତୁ ଏବେ ଯାହାକି 1000 ପରିବର୍ତ୍ତେ ସମସ୍ତେ ପାଇବେ 3000 ଟଙ୍କା ଭତ୍ତା। ତ ଦର୍ଶକ ବନ୍ଧୁ ଏ ଥିଲା ସୂଚନା। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ। ଧନ୍ୟବାଦ।